ଯାଜପୁର ଜିଲ୍ଲାର 2 ଦିନିଆ ଗସ୍ତରେ ମୁଁ ଆସିଛି ଏବଂ ଆଜି ଛତିଆଠୁ ଆରମ୍ଭ କରି ଏବେ ଯାଜପୁର ରୋଡ଼ରେ ଆମେ ଅଛୁ ପୁରୀ ବିଧାନସଭାରେ। ଆଜି କାର୍ଯ୍ୟକ୍ରମରେ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ମୁଁ ଆସିଛି ଯେ ସମସ୍ତେ ଅଖଣ୍ଡ ପରିଶ୍ରମ କରିବା କାରଣରୁ ଓଡ଼ିଶାରେ ଗୋଟେ ଆଜି ମୋହନ ମାଝୀଙ୍କ ନେତୃତ୍ୱର ସରକାର ହେଇଛି ଏବଂ ଆମ 20 ଜଣ ଲୋକସଭା ସଦସ୍ୟ ଜିତେଇବାରେ ଏବଂ ଆମ ସରକାର କରିବାରେ ଯେଉଁମାନେ ନିରବିଚ୍ଛିନ୍ନ କାମ କରିଛନ୍ତି ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଆମ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ। କାର୍ଯ୍ୟକ୍ରମ ଆଜି ନିଶ୍ଚିତ ଭାବରେ ମୋ ମନକୁ ଆଶ୍ୱସ୍ତ କରିଛି ଏବଂ ଆମେ ଆଜି ବିଳମ୍ବରେ ହେଲେ ବି ଆଜି ମୁଁ ଖୁସି ଯେ ଯାଜପୁରର କାର୍ଯ୍ୟକର୍ତ୍ତାମାନେ ଆଜି ବି ନିଷ୍ଠାରେ କାମ କରୁଛନ୍ତି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଏବଂ ଆଜି ବହୁ ଲୋକ ପ୍ରତିନିଧି ବହୁ ଅନୁଭବୀ ଅଭିଜ୍ଞତା ସମ୍ପନ୍ନ ଲୋକ ଆଜି ଧର୍ମଶାଳାରେ ଆମ ସହିତ ଯୋଗଦାନ କରିଛନ୍ତି ଏବଂ ନିଶ୍ଚିତ ଭାବରେ ଏ ଦଳ ଆଗାମୀ ଦିନରେ ଦଳ ଶକ୍ତିଶାଳୀ ହେବ ଏବଂ ଆମେ ଯେଉଁ 1 ନମ୍ବର ଦଳ ବିଶ୍ୱରେ ସେ ଦଳ ଅଭିବୃଦ୍ଧି ହେବ ଏବଂ ଯାଜପୁର ଜିଲ୍ଲା କେବଳ ଶକ୍ତିଶାଳୀ ହେବନି ଓଡ଼ିଶା ମଧ୍ୟ ଶକ୍ତିଶାଳୀ ହେବ। मनमोहन सामल महोदय जाजपुर जिला गस्तर आसते और विभिन्न जगह भव्य स्वागत दिया से अनुक्रम में आज पुरी निर्वाचन मंडल बासीनगर म्यूनिसिपालिटी भव्य स्वागत संबर्धना दिया। हजार हजार मोटरसाइकेल रैली आज पाछड़ी निया आज ये संस्कृति भवन में से दिग्दर्शन देते कि भाव में आम आगामी दिन में दलर संगठन को सुदृढ़ करवा लोक सहित रहा लोक सरकार लोक सहित रहा लोक सुख दुख बुझा से विषय आज आलोचना है आम समस्ते विशेषकर भारतीय जनता पार्टी जो कर्मकर्ता मैंने अच्छा से आज अत्यंत आनंदित अच्छा उत्साहित अच्छा माननीय सभापति विजिट।